ସକାଳୁ ଉଠିଲି, ସକାଳୁ ଉଠିକି ଟିକେ ଓଟ୍ସ ଖାଇଦେଲି, କାରଣ ମୋର ଜାଣିଥିବ ଭାଇ ଡେଲି ମୋର ଓଟ୍ସ, ଭାଇ ଆଳୁ ଛଡ଼ା କିଛି ଖାଇବାର ହିଁ ନାହିଁ। ଓଟ୍ସ ଖାଇଦେଲି, ତାପରେ ଆଧିରେ ସାମାନ ଅଛି, ସାମାନ ଯାଉଛି ଗୋଟେ ଜାଗାକୁ। ତାପରେ ଏଠି ଗୋଟେ କ୍ଲାଇଣ୍ଟଙ୍କ ପାଖକୁ ଯାଇଥିଲି, ଟିକେ ଭିଡ଼ିଓ ଗୋଟେ ବନେଇବାର ଥିଲା। ସେଠି ତାଙ୍କ ସହିତ ଭିଡ଼ିଓ ବନେଇଦେଲି ଆମର ଆଲୁମିନିୟମ୍ କିଚେନ୍ ପାଇଁ। ତାପରେ ଆସିଲି, ଗୋଟେ ମୋର ର୍ୟାପ୍ ସଙ୍ଗ୍ ସୁଟିଂ ଥିଲା, ଗୋଟେ ଭଲ ମାନେ ବଲିଉଡ଼ ହିରୋ ସହିତ ଗୋଟେ ମୋର ର୍ୟାପ୍ ସଙ୍ଗ୍ ସୁଟିଂ ଅଛି। ସେଇଟା ର୍ୟାପ୍ ସଙ୍ଗ୍ଟା ପାଇଁ ଟିକେ ପ୍ରମୋସନ୍ ଭିଡ଼ିଓ ଗୋଟେ ବନା ହେଉଥିଲା। ତାପରେ ଏଠି ଯେହେତୁ ପାଣି ଇଏ ଫାଟିଯାଇଛି କ'ଣ, ମୋତେ ଫୋନ୍ ଆସିଲା, ମୁଁ ତାପରେ ଯାଇକି ସେଠି ଗୋଟେ ଭିଡ଼ିଓ ବନେଇଲି। ବନେଇବା ପରେ ତାପରେ ଫ୍ୟାକ୍ଟ୍ରି ଭିଜିଟ୍ କଲି। ଫ୍ୟାକ୍ଟ୍ରି ଭିଜିଟ୍ କଲା ପରେ ସବୁ ଦେଖନ୍ତୁ କେମିତି କ'ଣ ଫ୍ୟାକ୍ଟ୍ରି ଚାଲିଛି ଆଲୁମିନିୟମ୍ କିଚେନ୍ର। ତାପରେ ମୁଣ୍ଡ ଟେନସନ୍ ହେଇଗଲା, ଟେନସନ୍ ହେଇଗଲା ପରେ ଆସିକି ପଇଡ଼ ପିଇଲି, କାରଣ ମୁଣ୍ଡ ଟେନସନ୍ ହେଲା ମାନେ ପଇଡ଼, ସେ ପଇଡ଼ ନୁହଁ, ଇଏ ଗଛ ପଇଡ଼, ସେ ପଇଡ଼ ଜମା ପିଅନି। ତାପରେ ଏଠି ପାଣି ଦେଖନ୍ତୁ ଏତେ ଜୋରରେ ହେଇଛି। ତାପରେ ମୋତେ ଫୋନ୍ ଆସିଲା, କହିଲେ କ'ଣ ଏଠି ପାଣି ହେଇଛି, କ'ଣ କରାଯିବ? ମୁଁ କହିଲି ଏଠି କିଛି କରିହେବନି, କାରଣ ପାଣି, ଜଳ, ଅଗ୍ନି, ବାୟୁ, ଆ ସହିତ ଖେଳ ନାହିଁ। ସେ ଯେମିତି ଚାଲିଥିବ ସେମିତି ଚାଲିବାକୁ ଦିଅ। ତାପରେ ଏଠି ମୋ ସାନ ଭାଇ ଜଣେ ଦେଖା ହେଇଗଲା, ତାଙ୍କ ଘର ଆମ ଘର ପାଖରେ। ତାପରେ ଏଠି ଯେଉଁ ମାଛ ଧରା ଚାଲିଛି, କାରଣ ଏଇ ଯେଉଁ ପାଗ, ଏ ପାଗକୁ ଖାଲି ମାଛ, ଚୁନା ମାଛକୁ ଗେଡ଼ି ଉଠାଅ, ଆଉ ବାଟ ନାହିଁ। ଭାଇ ମାଛ ଧରୁଥିଲେ, ତାଙ୍କ ସୁଟିଂ କରିଦେଲି। ଭାଇ କହିଲେ ଭାଇ କରନି। ତାପରେ ଘରକୁ ପଳେଇ ଆସିଲି। ଆମର ଆଜି ପୁରୀ ହେଇଥିଲା। ପୁରୀ ମାନେ ଆମର ମୋବିଲ ପୁରୀ ନୁହଁ, ତେଲ ପୁରୀ। ମୋବିଲ ପୁରୀ କ'ଣ ଖାଇ ହେବ, ପେଟ ଗ୍ୟାସ୍ ହେବ ନା। ଏଇଟା ତେଲ ପୁରୀ ଖାଇଲି, ଶୋଇପଇଲି ଆଉ। ବାଏ।